ଭଲ ପାଇବା କେବେ ବି କମିଯିବନି ବାବୁ। হ্যালো মিস সারথী ম্যাডাম ସରପ୍ରାଇଜ୍। ଆରେ କେମିତି ଅଛ ମୋ ଗରମ ଝିଲାପି? ରୁଦ୍ର ତମକୁ ମୁଁ କେତେଥର ବାରମ୍ବାର ମନା କରିଛି ଯେ କ'ଣ? ମୋ ପାଖକୁ ଆସିଲା ବେଳେ କେବେ ବି ହାତରେ ମେଲ୍ଟ ଧରିକି ଆସିବନି କହିଥିଲି ନା। ଏଇ ସବୁ ଦୁର୍ଗନ୍ଧରେ ମୁଁ ରହିପାରେନି କାହିଁକି ନା ମତେ ଉଲ୍ଟି ହେଇଯାଏ ବୁଝିପାରିଲ। ଆରେ କ୍ଷମା କରିଦିଅ, କ'ଣ କରିବି ଅଭ୍ୟାସଟା ଛାଡ଼ି ପାରୁନି। ରୁଦ୍ର ଆରେ ଗୋଟେ କଥା ସତେ ତ ତମେ ତ 5 ବର୍ଷ ହେଲା ସେଇ ଜେଲ୍ ସାଜସ୍ରେ ଥିଲ କେବେ ଆସିଲ? ଆରେ ହଁ ପରା, ଆରେ 5 ବର୍ଷ ପରେ କାଲି ମୁଁ ଜେଲରୁ ଫେରିଲି। ଭାବରେ ସର୍ବପ୍ରଥମେ ମୁଁ ମୋର ଗରମ ଜିଲେବି ସାଙ୍ଗରେ ଦେଖା କରିନି। ଆଚ୍ଛା କହିଲ ଏ ଆଜି ପରା ସ୍ୱର୍ଗର ଅବସରୀପୁର ଦେଖାଯାଉଛ। କହିଲ କୋଉ ପାଣିରେ ଗାଧୁଛ? ଆଚ୍ଛା ଆରେ କୋଉ ସାବୁନ ମାଖୁଛ? ମାରଣ ତମେ ଭାରି ଝାକାସ ଲାଗୁଛ। ରୁଦ୍ର ଏଇ ସବୁ କଣ କରିବା ପାଇଁ ଯାଉଛ? କ'ଣ ଭାଇ? ଆରେ ଆମେ ପୁରା ପ୍ରେମ କରୁଛେ। ଏତେ ବର୍ଷ ପରେ ମୁଁ ଆସିଲି, ମୋ ସମାଜ ଟିକେ ଗୋଟେ ଚୁମ୍ବଡ଼ ଦେଇପାରିବିନି? ତମେ ଭଲ ପାଉଛ ବୋଲି ତମ ମନ ଇଚ୍ଛା ତମେ ଯେମିତି ଚାହିଁଲେ ମୁଁ ସେମିତି ହେଇଯିବି। ହେଇ ଅନାନି, ଆରେ ଆମର ପ୍ରେମ କରୁଛି, ପ୍ରେମ ହୁଏ। ରୁଦ୍ର ତମେ ଭଲ ପାଇ ଭୁଲ କରିଛ କାହିଁକି ନା ଆଜିକାଲି ଝିଅ ପିଲାମାନେ ଚାଲାକି ହେଇଗଲେଣି। ଆଚ୍ଛା। ବୋକାମେ ନାଇଁ ବୁଝିପାରିଲ। ଏମିତି ପୁରୁଷ ପିଲାମାନେ ମିଠା ମିଠା କଥା କହିକି ଝିଅ ପିଲାକୁ ହାତ ମୁଠକୁ ଆଣନ୍ତି। ହାତ ମୁଠକୁ ଯାଇ ସାରିଲା ପରେ ସେଇ ଝିଅର ସବୁ କିଛି ଲୋଟନ କରିଦେଇ ଏମିତି ଅଦାବାଟରେ ଛାଡ଼ି ଦିଅନ୍ତି ବୁଝି। ହଟା ସାବନ କି ଘଟା। ଆରେ ମୁଁ ସେମିତି ଟଙ୍କା ନୁହଁ ମୋ। ଆଉ କେମିତି? ହଉ ହଉ ଠିକ ଅଛି ଠିକ ଅଛି, ସେ ସବୁ ଛାଡ଼। ଆଚ୍ଛା କହିଲ ଏ ମାମୁଁ ଭାଣିଜୀ ବେଶୀ କ'ଣ ଗୋଟେ ବିଷୟରେ ଫୁସୁର ଫାସୁର ହଉଥିଲ ଏ ଆମ ବାହାଘର ବିଷୟରେ ନା? ଓ ତମେ କିଛି ସମୟ ପୂର୍ବରୁ ଆମ ଘର ଭିତରେ ପଶି ସେ ଦେଇଥିଲ। ସବୁ ଶୁଣି ଦେଇଛି। କଣଟା ଶୁଣିଛ କହିଲ? ତମେ ଗୋଟେ ବାହାଘର ବିଷୟରେ ଆଲୋଚନା ବାହାଘର କରୁଥିଲ। ହଁ ଏଇ ଆମ ବାହାଘର ବିଷୟରେ ନା? ଆରେ ମୁଁ ଜାଣିଥିଲି ତମେ ମାମୁଁ ଭାଣିଜୀ ଆମ ବାହାଘର ବିଷୟରେ କଥା ହଉଥିବ ବୋଲି। ଏଇ ମାମୁଁ କ'ଣ କହିଲେ କେବେ ଆମର ବାହାଘର ହବ, କେବେ ଆମର ଚଉଠି ହବ ମୋ? ରୁଦ୍ର ତମେ 7 ଜନ୍ମ ସ୍ୱପ୍ନ ଦେଖିଲେ ବି ଏଇ ଆରତୀ ସହିତ ତମର ପାଶରେ ରାତି କେବେ ବି ହେଇପାରିବନି। ହେଲେ କାହିଁକି? କାହିଁକି ନା ହଁ। ତମେ ହଉଛ ବିନା ଟଙ୍କା ରୋଜଗାର ବାଲା। ତମ ସହିତ ପୁଣି ମୋର ଏତେ ସୁନ୍ଦର ଜୀବନକୁ ନଷ୍ଟ କରିଦେବି? ରହିଯାଅ ମ୍ୟାଡ଼ାମ ରହିଯାଅ। କ'ଣ କହିଲ? ମୁଁ ଗୋଟାଏ ବେରୋଜଗାରୀ, ଆଉ ରୋଜଗାର କରିବାର ଆବଶ୍ୟକ ବି ନାହିଁ। କାହିଁକି ନା ମୋ ମାଆରେ ଗୋଟେ ଭଣଜା ଅଛି ମାନସ। ଆରେ ସେ ରୋଜଗାର କରୁଛି, ଆଉ ମା ପୁଅ ମିଶି ଆମେ ଉଡ଼ଉଛୁ। ଆରେ ମାମୁଁ ଘରେ ପଡ଼ି ପଡ଼ି କେତେ ଦିନ ଜୀବନ ବିତେଇବୁ? ଆମ ବଗିଚା ଘରକୁ ଚାଲିଆ, ଆରାମରେ ରହିବୁ। ରୁଦ୍ର ତମ ପାଇଁ ତମ ମାମୁଁ ଘର ମନ୍ଦିର, ହେଲେ ମୋ ପାଇଁ ମୋ ମାମୁଁ ଘର ଠାକୁର। ତମେ ବର୍ତ୍ତମାନ କହିବା ପାଇଁ ଯାଉଛ ଲୋକଙ୍କ ରୋଜଗାର ଟଙ୍କାରେ ମିସ୍ ଆରତୀକୁ ତମେ ଚଳେଇବ? ଏଇ ଆରତୀର ଗୋଟିଏ ସ୍ୟାଣ୍ଡର ଦାମ କେତେ ତମେ ଭଲରେ ଜାଣିଛ? ଏଇ ଆରତୀର ଗୋଟିଏ ମେକଅପର ଦାମ ତମେ ଭଲରେ ଜାଣିଛ? ଏଇ ଆରତୀର ଗୋଟିଏ ଡ୍ରେସର ଟଙ୍କା କେତେ ତମେ ଭଲରେ ଜାଣିଛ? ଏଇ ସବୁ ଜିନିଷ ଦେଇପାରିବ? ନା 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 ନା। ଆଉ ଆରେ ମୁଁ ତ ବେରୋଜଗାରୀ, ସେ ସବୁ ମୁଁ ଦେଇପାରିବିନି। ଆଚ୍ଛା ତମେ ତ ବହୁତ ପାଠ ପଢ଼ିଛ, ଏଇ ମୁଣ୍ଡରେ ବହୁତ ବୁଦ୍ଧି। ଏଇ ବୁଦ୍ଧିଆ ମୁଣ୍ଡରେ ଗୋଟେ ବୁଦ୍ଧି ଦିଅ ଯେ ବିନା ପରିଶ୍ରମରେ କେମିତି କୋଟିପତିର ମାଲିକ ହେବି। ରୁଦ୍ର ତ ଅଛି ବାଟ। ମାରଣ ହଁ କେମିତି? ତମକୁ ଏମିତି ଗୋଟେ ବାଟକୁ ନେଇଯିବି ଯେ ବାଟ? ତମେ ଚାଲିଗଲେ ବିନା ପରିଶ୍ରମରେ କୋଟି କୋଟି ସମ୍ପତ୍ତିର ମାଲିକ ହେଇଯିବ। ମାରଣ ଏ ଅନାନି, ଆରେ କେମିତି କହିଲ? ଏମିତି କେବେ କହିବି? ଆଉ? ତମେ ପ୍ରଥମେ ମୋ ହାତ ଛୁଇଁ କଥା ଦେବାକୁ ପଡିବ, ତାପରେ ଯାଏ ସେ କଥା ମୁଁ ତମ ଆଗରେ କହିବି। ଆରେ ହଟା ସାବନ କି ଘଟା। ଆରେ ହାତ କ'ଣ? ଆରେ ମୁଁ ତ ମୋର ମଥା ଛୁଉଁଛି, ତମେ ଯାହା କହିବ ମୁଁ ସେଇଆ କରିବି। ଠିକ ଅଛି ତାହେଲେ କହୁଛି ଶୁଣ। ଶୁଣ। ଏ ରୁଦ୍ର ହଁ ରାତି ତମ ପିଲାଦିନର ସାଙ୍ଗ କିରଣ। ହଁ କିରଣ। ଆରେ ସେ ହଉଛି ମୋ ଛୋଟ ବେଳର ସାଙ୍ଗ।
ହେଲେ ମୁଁ କୋଟିପତି ଏ ପତ୍ର ଚାର କାମ କ'ଣ ଅଛି କାମ କେମିତି? କାମ କଣ ଜାଣିଛ ହଁ। ତାଙ୍କର ଧନ ସମ୍ପତ୍ତି ସବୁଥିରେ ଭରିପୂର୍ଣ୍ଣ ହେଇଅଛି ରେ ସେମାନେ ହେଉଛନ୍ତି ପୂର୍ବତନ ଜମିଦାର ତାଙ୍କ ପାଖରେ କୋଟି କୋଟି ସମ୍ପତ୍ତି ହେଲେ ମୁଁ ରାଜା ହେବା ପଛରେ ସେଇ ସୂର୍ଯ୍ୟ କିରଣର କାମ କ'ଣ ଅଛି ପରା କେମିତି? ମୁଁ ଆଗେ ଆଗେ କହି ଯାଉଛି ହଁ। ଆଉ ତମେ ଶୁଣି ଶୁଣି ଚାଲି ଯାଅ ଶୁଣାଅ ତାହେଲେ କହୁଛି ଶୁଣ ତା ସହିତ ଯଦି ମୋର ବାହାଘର ହେଲେ କେମିତି ହୁଅନ୍ତା କ'ଣ କହିଲୁ ତୁ କିରଣକୁ ବାହାବୁ ହାରାମ ଜାତି ଶାଲି ଭଲ ପାଇବୁ ମତେ ବୁଲିବୁ ମୋ ସାଙ୍ଗରେ ଆଉ ବାହାବୁ ମୋ ସାଙ୍ଗ କିରଣକୁ ଭାଇ ଏଇ ଆରତି ଗାଲକୁ ହାତ ଲଗେଇବା ପାଇଁ ସାହସ କେମିତି କଲ ଆହାରେ ଦେଇ ବୁଝି ଏଇ, ବେଶୀ ଯଦି ପାଟି କଲେ କ'ଣ କରିବି? ଏଇ ପାଟି ଭିତରୁ ହାତ ପୁରି ଜୀବଟା ଉପରେ ଆଣି ଦେବୀ ହାତ ମୁଠେ ଧରେ କିଛି ବୁଝିଲେ ସମଝି ପୁଣି ଆରତି ଗାଲକୁ ହାତ ଲଗେଇବ ଆଉ କ'ଣ ବୁଝିବୁ କ'ଣ କଣ ଜାଣିଛ କ'ଣ? ତା ସହିତ ମୋର ସତ ସତିକା ବାହାଘର ହେବା କଥା କହୁନ ଆଉ? ତା ସହିତ ମୋର ବିଛି ବିଚିକାର ବାହାଘର କଥା ଲାଭ କ'ଣ? ଲାଭ କଣ ଜାଣିଛ ହଁ। ବିଛି ବିଚିକାର ବାହାଘର ହେଇ ତା ଧନ ସମ୍ପତ୍ତି ସବୁ ମୋ ହାତ ମୁଠକୁ ଆଣିବି ହାତ ମୁଠକୁ ଆସି ସାରିଲା ପରେ ତମେ ଆଉ ମୁଁ କୋଉଠି ଯାଇକି ସୁଖରେ ସଂସାର ଗଢ଼ିବା କଥା କହୁଥିଲି ବୁଝୁ এই অনালি আরে ମୁଁ ତ ଗୋଟାଏ ମୂର୍ଖ ଲୋକ ଏମିତି ବୁଲେଇ ପଙ୍କି କହିଲେ କ'ଣ ମୁଁ ବୁଝିପାରିବି ଏଇଟା ମୁଣ୍ଡ ନା କମ୍ପ୍ୟୁଟର ନା ତାପରେ ତମେ କିରଣକୁ ମିଛି ମିଛି କବା ହବ ଆଉ ସବୁ ସମ୍ପତ୍ତି ପାଇ ସାରିଲା ପରେ ମୋ ସାଙ୍ଗରେ ତମେ ଯାହା କହିବ ମୁଁ ସେୟା କରିବି ଠିକ ଅଛି ହେଲେ ପ୍ରଥମେ କଣ ସବୁ କରିବାକୁ ପଡିବ ତମେ ନିଧିକା ଦିଅ ପ୍ରଥମରେ ଆରେ ପ୍ରେମରେ ଫସେଇବ ପ୍ରେମ କରିବ। ତମେ ନାରୀ ନିଆ ସେ ପୁରୁଷ ଘିଅ ଆଉ ନିଆଁ ପାଖରେ ଘିଅ ଆସିଲେ ତରଳିବ ନା ସେମିତି କରିବି ଠିକ ଅଛି ହଉ। ଏଠି ଆଉ ଯଥରେ ସମୟ ନଷ୍ଟ କରିବାନି ଶୁଭ କାର୍ଯ୍ୟରେ ବିଳମ୍ବ ନାହିଁ ଶୀଘ୍ର ଶୀଘ୍ର କାମରେ ଲାଗି ପଡିଲେ ତମେ ନା କୋଟି କୋଟି ସମ୍ପତ୍ତିର ମାଲିକ ହେଇବାର ଅଛି ଏ ଅନାନି ଖଟ ପକେଇବି ଚାଲିନା। La 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 la. La 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 la. Ru 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 ru. ଏଇ ଆରତିକୁ ସାତ ଦେବ ସାଥି ହେବା ପାଇଁ ଏଇ ଜଙ୍ଗଳିଆ ପଶୁଟା ସ୍ୱପ୍ନ ଦେଖୁଛି କେବେ କଣ ତା ମୁହଁଟିକୁ ଆଇନାରେ ଦେଖିଥି ଦେଖିନଥିବ ସେଥିପାଇଁ ଆରତିକୁ ସ୍ୱପ୍ନ ଦେଖୁଛି ତତେ ମୁଁ କେବେ ବି ଭଲ ପାଇନି ରୁଦ୍ର ତତେ ଏମିତି ଭଲ ପାଇବା ଛଳନା କରିଛି କାହିଁକି ନା ପରେ ସାତ ଦିନ ସାଥୀ ହେଉଛି ମୋ ପ୍ରିୟ କିରଣ ତାଙ୍କ ଛଡା ଏ ମୋ ଗୁରା ଗୁରା ରୂପ ଯୌବନକୁ କିଏ ଯଦି ଛୁଇଁ ଦେବ ନା ତା ହାତକୁ ମୁଁ ଟିକ ଟିକି କାଟିଦେବି କାହିଁକି ନା ନାମ ହେଉଛି ମୋର ଆରତି ସଦା ସର୍ବଦା ପ୍ରଭୁଙ୍କ ମନ୍ଦିରରେ ଧପଧପେଇ ଜଳୁଥିବା ଆରତି ବା ନା 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 ଏଠି ମୁଁ ଅଯଥାରେ ଗପସପ କରି ସମୟ ନଷ୍ଟ କରି ଯାଉଛି ଯାଏ ସେପଟେ କାମରେ ଲାଗି ପଡିବି ଆସୁଛି ବାଏ ଗୁଡ୍ 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 ବାଏ La 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 la. La 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 la.